गोटे कथा खबर छिलो सखी कणले पा ए सखी हाँ तुमको सतरे मन पडुनी नाइलो ए सखी हाँ आज ना हमें लुचकाल खेल खेलिबालो सखी सतरे हाँ हाँ आलो ए सखी अपला आसलो सांग सजनी ए सखी हेलो आसलो सांग सजनी आसल खेलिबा से लुचकाली आखि रे पटुली बंदा इबालो सजनी मोर मन नेउ अछि किनिलो सजनी आले सखी अपला देखलो सांग बौला देखलो सांग बौला करिबनी मोते गहईरा धरा देवती तो चलो सजनी मोर मन नेउ अछि किनिलो सजनी प्रभाते मामू तो मस्त बड़ भूल करी देलु मामू मामू हाँ मुको तो मारो भाई की रे मामू डाकुछु सुन मु गोटे कथा कहबी तू जदि मामू डाकुछु हाँ हेले तू क्यों फूलटा को बेसी भल पाउलो केहू फूल को भल पाए हाँ मामू मुना सब फूल को भल पाए वो फूल को तू भल पाऊ हाँ हाँ अच्छा ताहले
মতে মধ্যে ভাল পাউথিবু না ଆଉ। এই কি কথা কହୁଛ মামু তুমি পড়াই অଛ ମୋ মামু ହଁ ତୁମକୁ ମୁଁ କାହିଁକି ଭଲ ପାଇପାରିବିନି ଆଚ୍ଛା ଆଚ୍ଛା ହଁ ତୁ ମତେ ଭଲ ପାଉ ହଁ ମାମୁ ହେଲେ ମୁଁ ଗୋଟାଏ ଉପହାର ତତେ ଦେବାକୁ ଯାଉଛି ସତ ନବୁ ନା କହୁଛ ହଁ ଆରେ ମୁଁ କଣ ମିଛ କହିଛି କେବେ ତା ଠିକ ଅଛି ମାମୁ ତାହେଲେ ଦଉନ ଆରେ ପାଖକୁ ଆସିଲେ ସିନା ଉପହାରଟା ନେବୁ ତୁ ଦୂରରେ ଥାଇ ଉପହାର ନେବୁ କେମିତି ପାଖକୁ ଗଲେ ଦବ ହଁ ତା ଠିକ ଅଛି ମାମୁ ଆସିଲୁ ହଁ ହଁ ଆ ଆ ତୋର ଏତେ ବହପ ମାମୁ ମୋ ମୁହଁରେ ଛେପ ପକାଇଲୁ ଗାଲରେ ଚାପୁଡା ମାଇଲୁ ଛି ମାମୁ ଛି। ସମ୍ଭାଳ! ତୁମକୁ ଟିକେ ଲଜ୍ଜା ଲାଗିବା କଥା ଲଜ୍ଜା! ହଁ ହଁ ଏ ବାଘ ତା ଆହାରକୁ ଛାଡି କେବେ ଯାଏ ନା ରେ କଣ କହୁଛ ମାମୁ ସମ୍ଭାଳ! ମାମୁ ମାମୁ କଣ କହୁଛ ମାମୁ ଚଳିବନି ଏ ହେଉଛି ଗୋଟାଏ ଭୋକିଲା ବାଘ ନା ମାମୁ ମୁଁ ସେ ସବୁ ଶୁଣିବା ହେଲେ ମାମୁ ମୁଁ ଶୁଣିବା ଲୋକ ନୁହେଁ ସମ୍ଭାଳ! ନା ମାମୁ କିଏ ଭାଇ ତୁମେ ଘଣ୍ଟି ଭାଇ ତୁମେ ପୁଣି ଏଇଠି ଏଇଟା ମା ଏ ପୁଡ଼ା ମୁହିଁ ପ୍ରଭାତୀ ତୁ ପୁଣି ଏଇଠି ମା छी 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 ତୁମକୁ ଟିକେ ଲାଜ ଲାଗିବା କଥା ଭାଇ ନାଇଁ ନାଇଁ ତୁମରି ବୟସଟା କେତେ ଆଉ ଏ ବୁଢ଼ା ମୁଇଁର ବୟସଟା କେତେ ଶେଷରେ ତୁମେ ଏତେ ତଳକୁ ଖସିଗଲ ୟା ସହିତ ଥେଇ ଥେଇ ହଉଛ छी ତୁମର ଟିକେ ଲାଜ ସରମ କିଛି ନାହିଁ ଭାଇ ଏ ଏ ଏ ଏ ଭଉଣୀ ମୋର କିଛି ଦୋଷ ନାହିଁ ରେ ତୁମର ଦୋଷ ନାହିଁ ଜମା ଦୋଷ ନାହିଁ ମାନେ ମତେ ପ୍ରଭାତୀ ଏ ସ୍ଥାନକୁ ଡାକିଥିଲା ଏ ବୁଢ଼ା ମୁହିଁ ହଁ ଏ ବୁଢ଼ା ମୁହିଁ ପୁଣି ତୁମକୁ ଏଇଠିକି ଡାକିଛି ହଇରେ ଅଳକ୍ଷଣୀ ମା ଯେତେବେଳେ ଆସିଲି ନା ଆସିଲା ପରେ ମୋ ଅଣ୍ଟାକୁ ଚାବୁଡ଼ି ଧରି ଚିଲ ପକ୍ଷୀ ପରି ରାମ୍ପୁଡ଼ି ଦେଇଛି ଦେଖ ବନ୍ଦ କର ଭାଇ ବନ୍ଦ କର ମାମୁ ତୁମେ ବୁଢ଼ା ଲୋକଟା ଯାଅ କିଛି ସମୟ ବିଶ୍ରାମ ନେବ ଏ ପୋଡ଼ା ମୁହିଁକୁ ମୁଁ ଦେଖୁଛି ଯାଅ ଭାଇ ଯାଅ ତୁମେ ଥରି ଯାଉଛ ଯାଅ ଭାଇ ଯାଅ ଟିକେ ବିଶ୍ରାମ ନେବ ଯାଅ ହଇରେ ଅଲକ୍ଷଣୀ ମା ସତ କରି କୁହ ତୁ ଏଇଠିକି ମୋ ଭାଇକି ଡାକିଥିଲୁ ନା ମୋ ଭାଇ ତୋତେ ଏଇଠିକି ଡାକିଥିଲା ନା ମା ମୁଁ ମାମୁଙ୍କୁ ଏଠି ଡାକି ନଥିଲି ଡାକି ନଥିଲୁ ନା ନା ସତ କହୁଛୁ ହଁ ସତ କଥା କହୁଛୁ ହଁ ମା ମା ତୁମେ କଣ କରିବାକୁ ଯାଉଛ ଏ ପୋଡ଼ାମଣି ମା ସତ କରି କୁହ ତୁ ମୋ ଭାଇକୁ ଏଇଠିକି ଡାକିଥିଲୁ ନା ମୋ ଭାଇ ତୋତେ ଏଇଠିକି ଡାକିଥିଲା ନା ମା ମୁଁ ମାମୁଙ୍କୁ ଏଠି ଡାକି ନଥିଲି ସଫା ପଚାରୁଛି ସତ କଥାଟା କୁହ ନହେଲେ ଦେଖୁଛୁ ये जस्टिटा कौन सत्य कथाटा तो पार्टी बाहर करबा पई मते बेस भाबरे जणा अछि मु जा कहूची सत सत कहूची कह। मा
ସତ ମୁଁ ମୋ କହୁଛୁ? ସହଚରୀ ମାନଙ୍କ ସହ ଲୁଚକାଳି ଖେଳିବା ପାଇଁ ଆସିଥିଲି। ଓ ଲୁଚକାଳି ଖେଳ ଖେଳିବା ପାଇଁ ଆଇଥିଲୁ? ହଁ ମା। ଆଉ ଶେଷରେ ମୋ ଭାଇ ସହିତ ଲୁଚକାଳି ଖେଳ ଖେଳୁଛୁ? ନା ନା ଥେଇ ଥେଇ ହଉଛୁ। ଏ କଣ କହୁଛ ମା? ଡାକି ନଥିଲୁ ମୋ ଭାଇ? ନା ନା। ସତ କହୁଛୁ? ହଁ। ଆରେ ତୁ ଯଦି ଡାକି ନଥିଲୁ ତ ମୋ ଭାଇର ହାତଟାକୁ ଧରିକି କାହିଁକି ଟାଣୁଥିଲୁ? ନାଇଁ ନାଇଁ କାହିଁକି ଟାଣୁଥିଲୁ? ନା ନା ଟାଣୁ ନଥିଲୁ? ନା ମା। ଆଲୋ ଛତର ଖାଇ ବାର ବେଧେଇ ମୁହି, ଆଲୋ ଛତର ଖାଇ ବାର ବେଧେଇ ମୁହି, ବଡ଼ା ମୁହି ଲାଜି ଲଜ୍ଜା ଲାଗୁନି ମା। ମୋ ଭାଇ କୁ ଫସାଉ ତୁ ପ୍ରେମ ରେ ପୁଣି, ମୋ ଭାଇ କୁ ଫସାଉ ତୁ ପ୍ରେମ ରେ ପୁଣି, ବଡ଼ା ମୁହି ରାଣ। ଏ ଅଲକ୍ଷଣୀ ମା ସତ କଥାଟା କୁହ, ନହେଲେ ଏମିତି ବାଡେଇବିନି। ଆରେ ସତ କହିଦିଅ, ତୁ ଡାକି ମା, ନଥିଲୁ? ମୁଁ ଯାହା କହୁଛି ସମ୍ପୂର୍ଣ୍ଣ ଭାବରେ ସତ କହୁଛି ମା। ଆଲୋ 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 ଆଲୋ, ଯାହା କହୁଛି ସମ୍ପୂର୍ଣ୍ଣ ସତ କହୁଛି। ହଁ, ଆରେ ମା। ମୋ ଆଖି କଣ ଦେଖିଛି, ଭୁଲ ଦେଖିଛି? ହଇରେ ପଡା ମୁହିଁ, ତୁ ଯଦି ଡାକି ନଥିଲୁ କାହିଁକି ତୁ ତଳେ ଥିଲୁ? ମୋ ଭାଇ କାହିଁକି ତୋ ଉପରେ ଥିଲା? ଏଇ କଥାଟା କୁହ। ପଡା ପୁଇ ମିଛ କହୁଛୁ? ନାଇଁ ନାଇଁ ମିଛ କହୁଛୁ? ନା ମା। ଆଲା ବେଧେଇ ଭାବିଛୁ କଣ ମୋ ଭାଇକୁ ପ୍ରେମ ଫସେଇ? ମିଛି ମିଛି କା କାନ୍ଦୁଛୁ ତୁ ହିଁ ମୋ ଆଗେ ଆଖିକୁ ଦେଖେ। ଆଲା ବେଧେଇ ଭାବିଛୁ କଣ ମୋ ଭାଇକୁ ପ୍ରେମ ଫସେଇ? ମିଛି ମିଛି କା କାନ୍ଦୁଛୁ ତୁ ହିଁ ମୋ ଆଗେ ଆଖିକୁ ଦେଖେ। ମୁହିଁ ଅଳକ୍ଷଣୀ କାନ୍ଦ ଜଷ୍ଟି ପାହାରେ ଦେଇ ପିଠି ଦେବି ଫୁଳେଇ, ଜଷ୍ଟି ପାହାରେ ଦେଇ ପିଠି ଦେବି ଫୁଳେଇ, ନିଆ ଦେବି ଜଳେଇ ଅଭିମାନିନୀ। ମାଲ ମା ଦେଖ ଇଏ ବୁଢ଼ା ମୁହିଁର କିଛୁ ଲାଗିନି, ମାଲ ମା ଦେଖ ଇଏ ବୁଢ଼ା ମୁହିଁର କିଛୁ ଲାଗିନି। ମା, କାହିଁକି ମତେ ଏମିତି ମାର ମାର କରୁଛ? ଏ ପଡା ମୁହିଁ, ଆଜି ତ ଏମିତି ମାଡ ମାଡି ମାରି ତୋ ପାଟିରୁ ରକ୍ତାକ୍ତ ଅବସ୍ଥା କରିଛି। ଆଉ ଦିନ ଯଦି ଏମିତି ମୋ ଭାଇ ସହିତ ଥେଇ ଥେଇ ହେବା ଦେଖିଛି, ତାହେଲେ ମାରି ମାରି ତୋ ମଲା ମା ପାଖକୁ ପଠେଇ ଦେବି ଲୋ। ପଡା ମୁହିଁ, ତୋରି ପ୍ରେମ ଯଦି ଏତେଟା ଉଛୁଲି ପଡୁଥିଲା ମତେ ତ କହିପାରିଥାନ୍ତୁ। କୋଉ ରାଇଜରୁ ଗୋଟିଏ ଟୋକା ଆଣି ଦେଇଥାନ୍ତି, ଶେଷରେ ମୋ ଭାଇ ସହିତ ଅଳକ୍ଷଣୀ ରାଟ। ଆଜି ତ ତୋ ପାଟିରୁ ଏମିତି ରକ୍ତ ବାହାର କରିଛି, ଆଉ ଦିନ ଯଦି ମୋରି ଘରକୁ ଆସିଛୁ, ମୋ ଏରୁଣ୍ଡି ବନ୍ଧକୁ ଯଦି ପାର କରିଛୁ, ତାହେଲେ ମାରି ମାରି ଜୀବନରେ ମାରିଦେବି। ପୋଡ଼ା ମୁହିଁ, ମନେ ରଖ କହୁଛି, ଆଜି ଦିନ ଠାରୁ ମା ଆଉ ଝିଅ ମଧ୍ୟରେ ରହିଗଲା ଏକ 3 ଗୋଟି ଲକ୍ଷ୍ମଣର ରେଖା। ଏଇ ରେଖାଟାକୁ ଯଦି ଡେଇଁ ମୋ ଘରକୁ ଆସିଛୁ, ପୋଡ଼ା ମୁହିଁକୁ ଏମିତି ପାନେ ଦେବି ଯେ ଜୀବନ ସାରା ଭୁଲିବି। এইটি রহিলা তো 3 গোটি লক্ষণ। রেখাটা ডেইকি আইবুনি, যদি আসিছু তাহলে মারি মারি তো
ନିଜର ଜାଣି ଶୁଣି ଏ ମଣିଷ ପାପ କରୁଛି ଧର୍ମ କାନ୍ଦୁଛି ଏଠି ଧର୍ମ କାନ୍ଦୁଛି ମିଛ ପାଖେ ସତ ବନ୍ଧା ପଡ଼ିଛି ଧର୍ମ କାନ୍ଦୁଛି ଏଠି ଧର୍ମ କାନ୍ଦୁଛି ମିଛ ପାଖେ ସତ ବନ୍ଧା ପଡ଼ିଛି ଏ କଳି କାଳରେ ସତ ଧର୍ମ କାନ୍ଦୁଛି ମିଛ ପାଖେ ସତ ପୁଣି ବନ୍ଧା ପଡ଼ିଛି ଏ କଳି କାଳରେ ସତ ଧର୍ମ କାନ୍ଦୁଛି ମିଛ ପାଖେ ସତ ପୁଣି ବନ୍ଧା ପଡ଼ିଛି ଏ କଳି କାଳରେ ସତେ ଧର୍ମ କାନ୍ଦୁଛି ମିଛ ପାଖେ ସତ ବନ୍ଧା ପଡ଼ିଛି ଋତୁରାଜା ବସନ୍ତର ଆଗମନେ ଆମ୍ବ ବଉଳର ମିଠା ମିଠା ମହକରେ କର୍ଣ୍ଣମର ଶୁଭୁଅଛି କୋଇଲିର ସ୍ୱର ତନୁ ମନକୁ ମୋର ଛୁଇଁଯାଏ ବସନ୍ତ ମଳୟ ପବନର ଆବାଜ ମନୋହର ଦିଶେ ଫୁଲ ଉଦ୍ୟାନ କି ସୁନ୍ଦର ଦେଖାଯାଏ ଫୁଲ ଉଦ୍ୟାନ କର୍ଣ୍ଣ ଶୁଭିଯାଏ କୋଇଲିର ଗୁଞ୍ଜନ କି ସୁନ୍ଦର ଦେଖାଯାଏ ଫୁଲ ଉଦ୍ୟାନ କର୍ଣ୍ଣ ଶୁଭିଯାଏ କୋଇଲିର ଗୁଞ୍ଜନ ଆନନ୍ଦରେ 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 ବସନ୍ତ କରଇ ଭ୍ରମଣ ଆନନ୍ଦରେ ବସନ୍ତ କରଇ ଭ୍ରମଣ मलय पवन परसरे आजी नयने सपन भरि जाए रे हृदय कुमोर करे रोमांचित कोइलीर मेटा मेटा गीत रे फूलर महाकरे हजि जाए मो मन कि मन लोभासते ए कुसुम बन आनंद रे आनंद रे आनंद रे बसंत करई भ्रमण आनंद रे बसंत करई भ्रमण अरे एत पथ भ्रमण कलापर मिलुनी मृगर सन्धान ना ना जमी मत आज मृगटी नेबाक पड़ो
तेबे जाए आरमारी को पुणी यही घोर अरण्य भितरे सुंदरी युवतीटीए चेताहीन अवस्था ना ना जमीती मते रक्षा करने को पड़ो। अरे यही तो पोखरी तुम किए तुम परिचय कौन पुणी ये एका एका तुम चेताहीन अवस्था थिलो कुह कुह आगरु पसी परिचय तुम्हारा लो परिचय तुम्हारा कुह कुह आगरु पसी परिचय तुम्हारा लो परिचय तुम्हारा जरे के उराई जरे के उराई जरे के उराई जरे के उराई जरे लो के उराई जरे बास तुम्हारा कुह कुह आगरु पसी परिचय तुम्हारा लो परिचय तुम्हारा तुम्हारी पिता माता कहार दुहिता लो कहार दुहिता तुए तुम्हारी पिता माता कहार दुहिता लो कहार दुहिता घर अबा अट ए मटर सर घर अबा सर घर अबा अट ए मटर लो लेखा सुंदर कुह कुह आगरु पसी परिचय तुम्हारा लो परिचय तुम्हारा हेलो हाँ तुम किए तुमरा परिचय कौन मो परिचय मागुछ हाँ हाँ ए विदेशी वीर हाँ तुमे किए कहीं मो परिचय मागुछ अरे कौन कहल मु किए हेलो मु जदि ठीक समय जदि ना आसथांती ताहले तमर अवस्था कौन होता तुम ये चेताहीन अवस्था पड़ुल सत कौच हाँ हाँ सत कौच है ए विदेशी वीर हाँ तुमे मते नुआ जीवन देथिबारु हाँ तुमको अशेष अशेष धन्यवाद अरे ठीक अच्छे है तुम जगह दीजिए मत मु सैया ही करथांती हेले तमरा परिचय दियो मु एठु सिक चली जेबरी मो परिचय सुनिबो हाँ हाँ ता ठीक अछि वीर सुनिलिया मो परिचय हाँ कुह ए विदेशी वीर अरे कुह मो राज्य हेउछि
ମୋ ରାଜ୍ୟ ହଉଛି କୋଶଳ ରାଜ୍ୟ। ଓହୋ ସେଇ କୌଶଳ ରାଜ। ହଁ 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 ହେଲେ ବୀର ହେଲେ ମୋ ପିତା ହେଉଛନ୍ତି ତମ ପିତା ହେଉଛନ୍ତି। ରାଜା ସୁରସେନ। ଓହୋ ହେଲେ ତମର ନାମଟା କହିଲନି ଯେ। ମୋ ନାମ ଶୁଣିବ? ହଁ ହଁ ତମ ନାମ କୁହ। ତାହେଲେ ଠିକ ଅଛି ବୀର। ହଁ ମୋ ନାମ ହେଉଛି ତମ ନାମ ହଉଛି। ମୋ ନାମ ହେଉଛି ଆରେ ତମ ନାମ ହଉଛି। ମୋ ନାମ ହେଉଛି ପ୍ରଭାତୀ। ଓହୋ ତାହେଲେ ତମ ନାମ ପ୍ରଭାତୀ। ସତରେ ପ୍ରଭାତୀ ତମର ନାମ ଯେମିତି ତମେ ଦେଖିବାକୁ ପୁରା ଠିକ ସେମିତି ଦେଖି ଯାଉଛ। ସତ କହୁଛ ବୀର? ହଁ ହଁ ସତ କହୁଛି ହେଲା। ହେଲେ ବୀର ହଁ ମୋ ପରିଚୟ ତୁମକୁ ଦେଇ ସାରିଲିଣି। ହଁ ଏବେ ତୁମ ପରିଚୟ ଦିଅ। ମୋର ପରିଚୟ ଶୁଣିବ। ହଁ ହଁ ତାହେଲେ ଠିକ ଅଛି ହେଲା। ଯଦି ମୋର ପରିଚୟ ଶୁଣିବାକୁ ଚାହ ତାହେଲେ ଶୁଣ ହେଲା। ତାହେଲେ ଠିକ ଅଛି ବୀର। हो सुनाल राज जेमा एतारा ହଁ ହଁ परिचय टीमहरा। ଠିକ ଅଛି ବୀର। हो सुनाल राज जेमा एतारा परिचय टीमहरा। मोरा जकुमार कलिंग राजर मोरा जकुमार कलिंग राजर बसंत कुमार अटे नाम मोर। सुनाल राज जेमा तारा परिचय टीमहरा परिचय टीमहरा। ହଁ ବୀର। ଶୁଣିଛ ତ? ହଁ ହଁ ପିତାମ କଳିଙ୍ଗ ରାଜା ରେ ରାଜା ପିତାମ କଳିଙ୍ଗ ରାଜା ରେ ରାଜା ସତ୍ୟ ଧର୍ମ ନ୍ୟାୟରେ ପାଳନ୍ତି ପ୍ରଜା। ଉଡେ ଆଜି ଯଶ କୀର୍ତ୍ତିର ଦର୍ଜା ଉଡେ ଆଜି ଯଶ କୀର୍ତ୍ତିର ଦର୍ଜା ହୀରା ମୋତି ମାଣି करे ରାଜ ସଜା। এই রূপেলি রঙ্গা মঞ্চর নায়ক মুনব কিশোর। এই রূপেলি রঙ্গা মঞ্চর নায়ক মুনব কিশোর। অভিনেতা মো অভিনেতা মো অভিনেতা দর্শকর। হ্যালো শুনছ তো? ହଁ ହଁ हो सुनाल राज जे माए तारा परिचय टीमहरा। हो सुनाल राज जे माए तारा परिचय टीमहरा परिचय टीमहरा। सुनिल तो? হ্যালো শুনিল তো ପରିଚୟ ମୋର? ହଁ ହଁ এই ବୀର ହଁ ତୁମେ ମତେ ତୁମ ପରିଚୟ ମତେ ଦେଇ ସାରିଲଣି। ହଁ ହେଲେ ଏଣିକି ମୁଁ ଚାଲି ଯାଉଛି ମୋହରି ପଥକୁ। ଠିକ ଅଛି। ତାହେଲେ ଠିକ ଅଛି ବୀର। ହଁ ହଁ ତାହେଲେ ମୁଁ ଚାଲି ଯାଉଛି ମୋରି ରାସ୍ତାକୁ। କେମିତି କହିବି ମୁଁ ଭଲ ପାଏ ବୋଲି।
ପ୍ରଭାତୀ ହ୍ୟାଲୋ ଟିକେ ଶୁଣିଲ ହଁ ତୁମକୁ এই বীর মতে ডাকিল না ହଁ ହଁ ତୁମକୁ ଡାକିଲି ହେଲା କଣ ପାଇଁ ତୁମକୁ ଗୋଟେ କଥା କହିବାର ଅଛି কি কথা ହ୍ୟାଲୋ କହିଲା ପରେ କିଛି ଖରାପ ଭାବନି ତ না না ସତରେ ଭାବିବନି সতের খারাপ ভাবিবিনি ତାହେଲେ ଠିକ ଅଛି ଯଦି ଭାବିବନି হ্যাঁ ହ୍ୟାଲୋ ତମେ କଣ ଜାଣିନ କି ଜଣେ ନାୟିକା ଯଦି ଏମିତି ବିପଦ ମୁହଁରେ ପଡିଥିଲେ হ্যাঁ ସେଇ ସମୟରୁ ଜଣେ ନାୟକ ଆସି ତାକୁ ଉଦ୍ଧାର କଲେ ସେ ନାୟିକା ଜଣେ ତାକୁ କଣ କହିଥାଏ ତମେ ଜାଣିନ କଣ কইতাଏ